ଏବଂ ଧ୍ୟାନ କରିବା ପାଇଁ ଯିବା ପ୍ରଥମ ପିତର ତାର ପ୍ରଥମ ଅଧ୍ୟାୟ ତାର 4 ପଦରୁ 11 ପଦ ପର୍ଯ୍ୟନ୍ତ। ଫାର୍ଷ୍ଟ ପିଟର chapter 1 verse 4 to 11। ଅର୍ଥାତ୍ ଯେଉଁ ଅକ୍ଷୟ ଅକଳଙ୍କିତ ଅଜର ଅଧିକାର ତୁମ୍ଭମାନଙ୍କ ନିମନ୍ତେ ସ୍ୱର୍ଗରେ ସଞ୍ଚିତ ହୋଇଅଛି, ତାହା ପାଇବା ନିମନ୍ତେ ଆପଣାର ମହାଦୟାରେ ଆମ୍ଭମାନଙ୍କୁ ପୁନର୍ଜନ୍ମ ଦେଇଅଛନ୍ତି। ଯେଉଁ ପରିତ୍ରାଣ ଶେଷ କାଳରେ ପ୍ରକାଶିତ ହେବା ପାଇଁ ପ୍ରସ୍ତୁତ ହୋଇଅଛି, ସେଥି ନିମନ୍ତେ ତୁମେମାନେ ଈଶ୍ୱରଙ୍କ ଶକ୍ତିରେ ବିଶ୍ୱାସ ଦ୍ୱାରା ସୁରକ୍ଷିତ ହେଉଅଛ। ଏଥିରେ ତୁମ୍ଭେମାନେ ଉଲ୍ଲାସ କରୁଅଛ, ଯଦ୍ୟପି ବର୍ତ୍ତମାନ ଅଳ୍ପ ସମୟ ପାଇଁ ନାନା ପରୀକ୍ଷା ଦ୍ୱାରା ଦୁଃଖ ଭୋଗ କରିବା ତୁମ୍ଭମାନଙ୍କ ପକ୍ଷରେ ଆବଶ୍ୟକ ହୁଏ, ଯେପରି ଅଗ୍ନି ଦ୍ୱାରା ପରୀକ୍ଷିତ କ୍ଷୟଣୀୟ ସୁବର୍ଣ୍ଣ ଅପେକ୍ଷା ଅଧିକ ବହୁମୂଲ୍ୟ ଯେ ତୁମ୍ଭମାନଙ୍କର ପରୀକ୍ଷା ସିଦ୍ଧ ବିଶ୍ୱାସ ତାହା ଯୀଶୁ ଖ୍ରୀଷ୍ଟ ପ୍ରକାଶିତ ହେବା ସମୟରେ ପ୍ରଶଂସା, ଗୌରବ ଓ ସମ୍ଭ୍ରମର କାରଣ ହେବ। ତୁମ୍ଭେମାନେ ତାହାଙ୍କୁ ନ ଦେଖି ପ୍ରେମ କରୁଅଛ, ପୁଣି ଏବେ ସୁଦ୍ଧା ନ ଦେଖିଲେ ହେଁ ତାହାଙ୍କଠାରେ ବିଶ୍ୱାସ କରି ଅକଥନୀୟ ଓ ଗୌରବଯୁକ୍ତ ଆନନ୍ଦରେ ଆନନ୍ଦିତ ହୋଇ ତୁମ୍ଭମାନଙ୍କ ବିଶ୍ୱାସର ଲକ୍ଷ୍ୟ ଯେ ଆତ୍ମାର ପରିତ୍ରାଣ ତାହା ପାଉଅଛ। ଭାବବାଦୀ ମାନେ ତୁମ୍ଭମାନଙ୍କ ନିମନ୍ତେ ନିରୂପିତ ଅନୁଗ୍ରହ ବିଷୟରେ ଭାବବାଣୀ ପ୍ରକାଶ କଲେ, ପୁଣି ସେହି ପରିତ୍ରାଣ ସମ୍ବନ୍ଧରେ ଯତ୍ନ ସହକାରେ ଅନ୍ୱେଷଣ ଓ ଅନୁସନ୍ଧାନ କଲେ। ଖ୍ରୀଷ୍ଟଙ୍କ ଦୁଃଖ ଭୋଗ ଓ ତତ୍ପରବର୍ତ୍ତୀ ଗୌରବ ବିଷୟରେ ପୂର୍ବରୁ ପ୍ରମାଣଦାତା ଯେ ସେମାନଙ୍କର ମଧ୍ୟବର୍ତ୍ତୀ ଖ୍ରୀଷ୍ଟଙ୍କର ଆତ୍ମା ସେ କେଉଁ ବା କି ପ୍ରକାର କାଳକୁ ଲକ୍ଷ୍ୟ କରୁଅଛନ୍ତି, ତାହା ସେମାନେ ଅନୁସନ୍ଧାନ କଲେ। ଧନ୍ୟବାଦ। ପ୍ରଭୁ ଏ ପଠିତ ଅଂଶ ବୁଝିବା ପାଇଁ ଆମକୁ ସାହାଯ୍ୟ କରନ୍ତୁ। ଏ ସ୍ଥାନରେ ଆମେ ଦେଖୁ ଯେଉଁ ଅକ୍ଷୟ ଅକଳଙ୍କିତ ଅଜର ଅଧିକାର ତୁମମାନଙ୍କ ନିମନ୍ତେ ସ୍ୱର୍ଗରେ ସଞ୍ଚିତ ହୋଇଅଛି। ପ୍ରିୟ ଭାଇ ଭଉଣୀ ମାନେ, ସବୁ ଜଗତରେ ସଞ୍ଚିତ ହୋଇନାହିଁ, ଆମମାନଙ୍କ ନିମନ୍ତେ ସ୍ୱର୍ଗରେ ବି କିଛି ସଞ୍ଚିତ ହୋଇଛି। ଅନେକ ଭାବନ୍ତି ପ୍ରଭୁଙ୍କୁ ବିଶ୍ୱାସ କରି ଆଜ୍ଞା ମୁଁ କିଛି ତ ପାଇଲି ନାହିଁ, ପ୍ରଭୁଙ୍କ ପଛରେ ଯାଇ ମତେ କଣ ମିଳିଲା ଆଜ୍ଞା। ଲୋକମାନେ ବି କୁହନ୍ତି ତୁମେ ଯୀଶୁଙ୍କୁ ବିଶ୍ୱାସ କରି କଣ ପାଇଲ। ପ୍ରିୟ ଭାଇ ଭଉଣୀ ମାନେ, ଲୋକମାନେ କିଛି ପାଇବା ପାଇଁ ହିଁ ଆସନ୍ତି, କିଛି ଦେବା ପାଇଁ ଆସନ୍ତି। ସେଟା ଆମେ ଦେଖୁଛୁ କଣ, ଯୋଉ ଅକ୍ଷୟ ଏଠି କ୍ଷୟ ପାଏ, ଏଠି କଣ କବି କହିଥାଏ, ଅକ୍ଷୟ ଅକଳଙ୍କିତ ଅଜର ଅଧିକାର ତୁମମାନଙ୍କ ସତ୍ୟ ସଞ୍ଚିତ ହୋଇଅଛି, ତାହା ପାଇବା ନିମନ୍ତେ ଆପଣା ମହାଦୟାରେ ଆମ୍ଭମାନଙ୍କୁ ପୁନର୍ଜନ୍ମ ଦେଇଅଛ। ଆମେ କାହିଁକି ଉଦ୍ଧାର ପ୍ରାପ୍ତ ହେଇଛୁ, ଆମେ କାହିଁକି ପରିତ୍ରାଣ ପାଇଛୁ, ତାର ଉଦ୍ଦେଶ୍ୟ ଏଠି ଲେଖାଯାଏ। ଯୋଉ ପରିତ୍ରାଣ ଶେଷ କାଳରେ ପ୍ରକାଶିତ ହେବା ପାଇଁ ପ୍ରସ୍ତୁତ ହୋଇଅଛି। ଏଠୁ ଆମେ ଜାଣିପାରୁଛୁ ଯେ ଆମମାନଙ୍କ ଫାଇନାଲ ପରିତ୍ରାଣ ମଧ୍ୟ ଅଛି। ଅନେକ କୁହନ୍ତି ନାଇଁ ଆମେ ପରିତ୍ରାଣ ପାଇ ସାରିଛୁ, ଆଉ କିଛି ପାଇବାର ବାକି ନାହିଁ, ଆଉ ପ୍ରଭୁ ଯୀଶୁ ଆସିଲେ ସିଧା ସ୍ୱର୍ଗକୁ ଯିବାର ଅଛି, ଆଉ କିଛି ନାହିଁ, ପରିତ୍ରାଣ ପାଇ ସାରିଛୁ ବୋଲି ଯେଉଁମାନେ କହୁଛନ୍ତି ସେମାନଙ୍କ ପାଇଁ ସ୍ଥାନ ଲେଖାଯାଉଛି ଯୋଉ ପରିତ୍ରାଣ ଶେଷ କାଳରେ ପ୍ରକାଶିତ ହେବ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେତେବେଳେ ପ୍ରକାଶିତ ହେବେ, ସେଇ ସମୟରେ ଆପଣଙ୍କର ଫାଇନାଲ ପରିତ୍ରାଣ ମଧ୍ୟ ପ୍ରକାଶିତ ହେବ। এইটা এভরি পুস্তক লেখক ବି ଲେଖୁଛନ୍ତି, ତାର 9 ପର୍ବ 28 ପଦ ପଢିବାର ଆବଶ୍ୟକ ନାହିଁ। ଲେଖାଯାଉଛି ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେଉଁମାନେ ତାଙ୍କର ଅପେକ୍ଷାରେ ଅଛନ୍ତି ସେମାନଙ୍କ ପରିତ୍ରାଣ ନିମନ୍ତେ ଦର୍ଶନ ଦେବେ। ତ ସେଇଟା ହଉଛି ଆପଣଙ୍କ ମୋର ଫାଇନାଲ ପରିତ୍ରାଣ, ଯୋଉଦିନ ଆପଣଙ୍କ ଶରୀର ମଧ୍ୟ ଉଦ୍ଧାର ପ୍ରାପ୍ତ ହେଇଯିବ। ଏଇ ପାପର ସଂସାରରୁ ଆପଣ ସମ୍ପୂର୍ଣ୍ଣ ଉଦ୍ଧାର ପ୍ରାପ୍ତ ହେଇ ଚାଲିଯିବେ। ସେଇଟା ହଉଛି ଆପଣଙ୍କ ଫାଇନାଲ ପରିତ୍ରାଣ। ସେଥିପାଇଁ ଆମେ ପରିତ୍ରାଣ ପାଉଅଛୁ ବୋଲି ଲେଖାଯାଉଛି। ଆମେ କଣ ହଉଛୁ? ପରିତ୍ରାଣ ପାଉଅଛୁ। ସେଥି ନିମନ୍ତେ ତୁମାନେ ଈଶ୍ୱରଙ୍କର ଶକ୍ତିରେ ବିଶ୍ୱାସ ଦ୍ୱାରା ସୁରକ୍ଷିତ ହଉଛ। କେମିତି ସୁରକ୍ଷିତ ହଉଛ? ବାଇ ଫେଥ। ଆଜି ମୋର ପ୍ରସଙ୍ଗ ହଉଛି ଯେ ପରୀକ୍ଷା ସିଦ୍ଧ ବିଶ୍ୱାସ। ଆଜି ଯୋଉ ପ୍ରସଙ୍ଗରେ ମୁଁ ଆପଣଙ୍କ ସହିତ କଥା ହେବି, ସେ ପ୍ରସଙ୍ଗଟି ହଉଛି କଣ? ପରୀକ୍ଷା ସିଦ୍ଧ ବିଶ୍ୱାସ। ଏ ସ୍ଥାନରେ ଆମେ ଦେଖୁଛୁ ଯେପରି ଅଗ୍ନି ଦ୍ୱାରା ପରୀକ୍ଷିତ କ୍ଷୟଣୀୟ ସୁବର୍ଣ୍ଣ ଅପେକ୍ଷା ଅଧିକ बहुमूल्य जे तुमको परीक्षा सिद्ध विश्वास। आम से गीत बेले बेले गाऊ, विश्वास परखा जाएगा आनंद समझो। कौन आनंद समझो? विश्वास परखा जाएगा। अपन जो प्रभु को विश्वास करुचंती ताहा परीक्षित हो। प्रिय भाई भौणी माने, प्रभु मान को अनुग्रह करंतु। आमाने जतले प्रभु को ग्रहण कलु से दिन गोटा बुझी नथि,
আমি ভাবুଥିଲୁ ପ୍ରଭୁଙ୍କ ପାଖରେ ଆସିଲୁ ଆମ ସମସ୍ୟା ସମାଧାନ ହେଇଗଲା ଆଉ କିଛି ଟେନସନ ନାହିଁ ଏବେ ପ୍ରାଚୁର୍ଯ୍ୟତା ଆସିବ ଆଉ नो ଟେନସନ ନଥିଂ ପ୍ରଭୁରେ ଆସିଗଲୁ ବୋଲି କିନ୍ତୁ ପ୍ରିୟ ଭାଇ ଭଉଣୀ ମାନେ ପ୍ରଭୁଙ୍କୁ ଗ୍ରହଣ କରିବା ସମସ୍ୟାର ଶେଷ ନୁହେଁ ସମସ୍ୟାର ଆରମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କଲେ ସମସ୍ୟା ସରେ ନାହିଁ ସମସ୍ୟା ଆରମ୍ଭ କାରଣ ଆଗ ଜଗତର ଥିଲେ ଏବେ ଜଗତରୁ ବାହାରି ଆସିଲେ ଆପଣଙ୍କ ସ୍ୱାମୀ ଆଗ ଆପଣଙ୍କୁ ବହୁତ ଭଲ ପାଉଥିଲେ ଏବେ ଯୀଶୁଙ୍କୁ ବିଶ୍ୱାସ କରିବା ଦ୍ୱାରା ସେ ଘୃଣା କରୁଛନ୍ତି ଆପଣଙ୍କ ଭାଇ ଆପଣଙ୍କ ଶାଶୁ ଆପଣଙ୍କ ରିଲେଟିଭ ମାନେ କାହିଁକି ଯୀଶୁଙ୍କୁ ଆଉ କିଛି ନାହିଁ ଆପଣଙ୍କଠାରେ ଆଉ କିଛି ଭୁଲ କରିନାହାନ୍ତି ସ୍ୱାମୀଙ୍କୁ ପୂର୍ବ ଭଳିଆ ପ୍ରେମ କରୁଛନ୍ତି ଭଲ ଆହୁରି ଆଗ ଠାରୁ ଅଧିକ ପ୍ରେମ କରୁଛନ୍ତି କାରଣ ପ୍ରଭୁଙ୍କୁ ଜାଣିବା ଦ୍ୱାରା ଈଶ୍ୱରୀୟ ପ୍ରେମ ପ୍ରକାଶ ପାଉଛି ଆହୁରି ଅଧିକ ଯତ୍ନ ନେଉଛନ୍ତି ଏଇଟା ସେ ବୁଝିପାରିବେନି ତ ପ୍ରିୟ ଭାଇ ଭଉଣୀ ମାନେ ଏଟା ଦେଖୁ ଆମେ ଯେ ଆମର ବିଶ୍ୱାସ ପରୀକ୍ଷା ସିଦ୍ଧ ହେବା ଦରକାର ଦେଖାଯାଉଛି ଯେପରି ଅଗ୍ନି ଦ୍ୱାରା ପରୀକ୍ଷିତ କ୍ଷଣୀୟ ସୁବର୍ଣ୍ଣ ଅପେକ୍ଷା ଅଧିକ ମୂଲ୍ୟବାନ ଯେ ତୁମମାନଙ୍କ ପରୀକ୍ଷାନ୍ୱିତ ବିଶ୍ୱାସ ତାହା ଯୀଶୁ ଖ୍ରୀଷ୍ଟଙ୍କ ପ୍ରକାଶ ହେବା ସମୟରେ ପ୍ରଶଂସା ଗୌରବ ସମ୍ଭ୍ରମର କାରଣ ହେବ ଆପଣ ଆଜିର ଫେଥର ଭ୍ୟାଲ୍ୟୁ କେହି ମାନୁନାହାନ୍ତି ତୁମେ ଏତେ ବିଶ୍ୱାସ କାହିଁକି ଏତେ ବିଶ୍ୱାସ କରି ତୁ କଣ ପାଇଲୁ ଲୋ ଓ ଭାଇ ତୁମେ ଏତେ ବିଶ୍ୱାସ କରି କଣ ପାଇଲ ମତେ କହିଲ ସେ ଜାଣିନାହାନ୍ତି ଦିନ ଆସିବ କଣ ଯୀଶୁ ଯେତେବେଳେ ପ୍ରକାଶ ପାଇବେ ସେ ଗୀତ ମତେ ଭଲ ଲାଗେ ବହୁତ ଭଲ ଲାଗେ ଯୀଶୁ ଯେବେ ମହିମାରେ ଫେରି ଆସିବେ ଯୀଶୁ ଯେତେବେଳେ ମହିମାରେ ଫେରି ଆସିବେ ତାପରେ ଲେଖା ଅଛି ହୀରା ତୁଲ୍ୟ ଯୀଶୁଙ୍କୁ ରାଜ ମୁକୁଟେ ଯେତେବେଳେ ସେ ରାଜ ମୁକୁଟରେ ଫେରି ଆସିବେ ପ୍ରିୟ ଭାଇ ଭଉଣୀ ମାନେ ସେଇଦିନ ମୋର ଫେଥଟା ଅନର କରାଯିବ ଏତେ ଦୁଃଖରେ ଏତେ କଷ୍ଟରେ ଏତେ ଅପମାନରେ ଏତେ ନିନ୍ଦାରେ ସୁଦ୍ଧା ତୁମେ ମତେ ବିଶ୍ୱାସ କଲ ବୋଲିକିରି ସମସ୍ତଙ୍କ ସାମ୍ନାରେ ଅନର କରିବ ପ୍ରିୟ ଭାଇ ଭଉଣୀ ମାନେ ପ୍ରଭୁଙ୍କ ନାମର ସ୍ତୁତି ହଉ ଏ ବାକ୍ୟ ଗୁଡାକ ପଢିବା ସମୟରେ କେତେ ଆନନ୍ଦ ଲାଗୁଛି କେତେ ଭଲ ଲାଗୁଛି ଏଗୁଡାକ ପ୍ରାଇମେରୀ ଷ୍ଟେଜରେ ଗୁଡାକ ଟିକେ କେମିତି କେମିତି ଲାଗୁଥିଲା କଣ ମୁଁ ପ୍ରଭୁଙ୍କୁ ବିଶ୍ୱାସ କଲେ ପୁଣି ନିନ୍ଦା ଆସିବ ତାଡନା ଆସିବ ଏଗୁଡାକ କଣ ଏଗୁଡାକ କଣ ବୋଲି ଭାବୁଥିଲୁ ନାଇଁ କଣ ନାହିଁ ସେଗୁଡାକ କଣ ମେନ୍ ସେଇଟା ନା ଆମକୁ କଣ ବିଶ୍ୱାସୀ ବୋଲି କୁହାଯାଏ ଆମେ କିଛି ବିଶ୍ୱାସ କରୁ ଆମର ବିଶ୍ୱାସ କରିବା ଯଦି ଠୋସ୍ ଉଦ୍ଦେଶ୍ୟ ବି ଅଛି ତ ସେଇଟା ଆମେ ଷ୍ଟଡି କରୁଛୁ ଜଣେ ଲୋକ ପ୍ରଭୁଙ୍କୁ ଯେ ଜାଣିନେ ସେ ବୁଝି ବି ପାରିବ ସେ ଭଲରେ ବୁଝି ବି ପାରିବ ତ ପ୍ରିୟ ଭାଇ ଭଉଣୀ ମାନେ ପ୍ରଭୁ ମାନଙ୍କୁ ଅନୁଗ୍ରହ କରନ୍ତୁ ଆଜି ଏ ବାକ୍ୟ ଶୁଣିବା ସମୟରେ ତା ତଳ କଣ ଲେଖା ତୁମେ ମାନେ ତାହାଙ୍କୁ ନ ଦେଖି ପ୍ରେମ କରୁଅଛ ପୁଣି ଏବେ ସୁଦ୍ଧା ନ ଦେଖିଲେ ତାହାଙ୍କଠାରେ ବିଶ୍ୱାସ କରି ଅକଥନୀୟ ଓ ଗୌରବଯୁକ୍ତ ଆନନ୍ଦରେ ଆନନ୍ଦିତ ହୋଇ ତୁମମାନଙ୍କ ବିଶ୍ୱାସର ଲକ୍ଷ୍ୟ ଯେ ଆତ୍ମାର ପରିତ୍ରାଣ ତାହା ପାଉଅଛ ପାଇଅଛ ନାଇଁ ପାଉଅଛ ପଢିବା ସମୟରେ ଆପଣ ସେମିତି ଆତ୍ମାର ପରିତ୍ରାଣ ପାଉଅଛ ପରିତ୍ରାଣ ପରେ ପାଇଗଲଣି ବୋଲିବାଟା ପ୍ରିୟ ଭାଇ ଭଉଣୀ ମାନେ ବାଇବଲକୁ ଯେତେ ଆମେ ଅଧିକ ପଢିବା ଆମେ ସେତେ ବଢିବା ତେବେ କୁହାଯାଉଛି ରିଡିଂ ଖ୍ରୀଷ୍ଟିଆନ୍ସ ଆର୍ ଗ୍ରୋଇଂ ଖ୍ରୀଷ୍ଟିଆନ୍ସ ଜଣେ ବାଇବଲକୁ ଭଲ ଭାବେ ପଢନ୍ତି ସେମାନେ ଭଲ ଭାବେ ବଢନ୍ତି ନହେଲେ ପ୍ରି ମ୍ୟାଚୁର ବେବି ଭଳିଆ ଥିବେ ଆପଣଙ୍କ ମାନସିକ ବିକୃତି ଦେଖାଯିବ ପରେ ଆପଣ ଭଲରେ ବୁଝିପାରିବେ ନାହିଁ ଭଲରେ ଦେଖିପାରିବେ ନାହିଁ ଭଲରେ ଖାଇପାରିବେ ନାହିଁ ଭଲ ଏଟା କଣ ପ୍ରି ମ୍ୟାଚୁର ଥାଏ ପରିତ୍ରାଣତା ବୃଦ୍ଧି ପାଇବା ପାଇଁ ବାକ୍ୟ ଦରକାର ଅଛି କିନ୍ତୁ ପରବର୍ତ୍ତୀ ସମୟରେ ଆତ୍ମିକ ଭାବେ ବଳିଷ୍ଠ ହେବା ପାଇଁ ଆହୁରି ଗୋଟେ ବାକ୍ୟ ଅଛି ପ୍ରଭୁଙ୍କ ନାମର ଧନ୍ୟବାଦ ହଉ ପ୍ରଭୁ ଆମମାନଙ୍କୁ ସୁନ୍ଦର ଅବକାଶ ଦେଇଛନ୍ତି ପ୍ରିୟ ଭାଇ ଭଉଣୀ ମାନେ ରିଭାଇଭାଲ ଫାଉଣ୍ଡେସନରେ ଆସି ଆପଣମାନେ ଯେ ବଢୁଛନ୍ତି ତାହା ନୁହଁ ଆମେ ବି ବଢୁଛୁ ଆମେ ବି ଶିଖୁଛୁ ଯେତେବେଳେ ଆପଣ ମାନେ ସମାଲୋଚନା କରନ୍ତି ଆମେ ସେଠୁ ନିଜକୁ ସଜାଡୁଛୁ ଧନ୍ୟବାଦ ଆପଣମାନଙ୍କର ସମାଲୋଚନା ପାଇଁ ଆପଣମାନଙ୍କର କମ୍ପ୍ଲିମେଣ୍ଟସ ପାଇଁ ଏଗୁଡାକ ସବୁ ଭଲ ଲାଗେ ଯଦି କିଏ ସମାଲୋଚନା କରିବ ନାହିଁ କେମିତି ଯୀଶୁଙ୍କୁ ବି ସମାଲୋଚନା କରିଥିଲେ ପାଉଲଙ୍କୁ ବି ସମାଲୋଚନା କରିଥିଲେ ତେଣୁ ପାଉଲ ଚିଠି ଲେଖିଲା ସମୟ କଣ ଲେଖୁଛନ୍ତି ମୋର ସମାଲୋଚକ ମାନଙ୍କୁ ମୋର ଉତ୍ତର ଏହି ବୋଲି ତ ପ୍ରିୟ ଭାଇ ଭଉଣୀ ଏଗୁଡା ସବୁ ଦରକାର ଏଇଟା ଗୋଟେ ନ୍ୟାଚୁରାଲ ବିଷୟ ଅଟେ
ଆଉ ଏଇ ଦିନ ମାନଙ୍କରେ ବହୁତ ମାତ୍ରାରେ ଆମେ ସମାଲୋଚିତ ମଧ୍ୟ ହଉଛୁ, ସେଟା ପାଇଁ ମଧ୍ୟ କମ୍ପ୍ଲିମେଣ୍ଟସ ଆପଣମାନଙ୍କୁ ଧନ୍ୟବାଦ ଜଣାଉଛୁ ଯେ ତଦ୍ୱାରା ଆମେ ସଂଶୋଧିତ ହେଇପାରୁଛୁ। ଆମେ ମଧ୍ୟ ମନୁଷ୍ୟ ଅଟୁ, we are not perfect। ପ୍ରଭୁଙ୍କ ନାମର ସ୍ତୁତି ହଉ, ପ୍ରଭୁଙ୍କ ନାମର ଗୌରବ ହଉ। ଧନ୍ୟବାଦ, ଆପଣ ମାନେ ବିଭିନ୍ନ ଭାବରେ ଆମମାନଙ୍କୁ ତର୍ଜମା କରୁଛନ୍ତି, ବିଭିନ୍ନ ଭାବରେ ଆପଣ ଆମମାନଙ୍କ ବିଷୟରେ ମନ୍ତବ୍ୟ ଦଉଛନ୍ତି, ବହୁତ ଭଲ ବିଷୟ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଯଦି ଆମେ ଆପଣମାନଙ୍କୁ ଉତ୍ତର ଦେଇପାରୁନାହୁଁ, ଆମେ ଆପଣଙ୍କ ସହିତ କଥାବାର୍ତ୍ତା କରିପାରୁନୁ, ଦୁଃଖ ମନେ କରିବେ ନାହିଁ। କିନ୍ତୁ ଆପଣମାନଙ୍କର କମ୍ପ୍ଲେନ୍ସ, ଆପଣମାନଙ୍କର ସଜେସନ, ଆପଣମାନଙ୍କ ସବୁ ବିଷୟକୁ ଆମେ ସାଦରେ ଗ୍ରହଣ କରୁଛୁ। ଆମେ 4 ଦାସ ବସିକି ତର୍ଜମା କରୁଛୁ, ହଁ ଭାଇ ଏଇଟା ଏମିତି ହେବାର ନଥିଲା। ଥ୍ୟାଙ୍କ ୟୁ, ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ସେଥିପାଇଁ କିଏ ଜଣେ କହୁଛନ୍ତି ପ୍ରଭୁ ମୋ ପାଖରେ ଗୋଟେ ମିତ୍ରକୁ ରଖ ନାହିଁ, ପ୍ରଭୁ ଗୋଟେ ଶତ୍ରୁକୁ ରଖ, ଯେପରି ମୁଁ ସବୁବେଳେ ସତର୍କ ରହିପାରିବି। ପ୍ରିୟ ଭାଇ ଭଉଣୀ ମାନେ, ଯେତେବେଳେ ଜଣେ ଲୋକ ସମାଲୋଚନା କରିବା ଲୋକ ପାଖରେ ଥାଆନ୍ତି, ଆପଣ ଭଲରେ ଥିବେ। ଆଗ ସରକାର କାହିଁକି ଭଲ ଚାଲୁଥିଲା? ଅପୋଜିସନ ଗୋଟେ ଥିଲା, ହେଲା। ଅପୋଜିସନ ଥିଲେ ସରକାର ଭଲରେ ଚାଲେ। ଏବେ ସବୁକୁ ଖତମ, କେହି ଅପୋଜିସନ ନାହିଁ, ପ୍ରେସ କନଫରେନ୍ସ ନାହିଁ, କିଛି କଥା ହେବାର ନାହିଁ। ଆମେ ଯାହା କରୁଛୁ ତାହା ଫାଇନାଲ, ତାହା ପକ୍କା। ପ୍ରିୟ ଭାଇ ଭଉଣୀ ମାନେ, ଏବେ ଦେଶର ପରିସ୍ଥିତି ଅତି ଭୟଙ୍କର ଅଟେ, ଜଟିଳ। କଥାରେ କହିଲା ବେଳକୁ ସେ ମାଙ୍କଡ ହାତରେ ଶାଳଗ୍ରାମ ଭଳିଆ ହେଇଯାଇଛି। ପରିସ୍ଥିତିଟା ଅତି ଭୟଙ୍କର ପ୍ରିୟ ମାନେ। ସବୁ କ୍ଷେତ୍ରରେ ଘୋଟାଲା, ସବୁ କ୍ଷେତ୍ରରେ ଦୁର୍ନୀତି, ସବୁ କ୍ଷେତ୍ରରେ ଭ୍ରଷ୍ଟାଚାର। ଚୋର ଗୋଟେ ଡକାୟତ ବିରୁଦ୍ଧରେ କଥା ହଉଛି, ନାଇଁ ସେ ଚୋରି କରିଦେଲା, ଗୋଟେ ଡକାୟତ। ଗୋଟେ ଭ୍ରଷ୍ଟ ଦଳ ଗୋଟେ ଆଉ ଗୋଟେ ଭ୍ରଷ୍ଟ ଦଳକୁ ସେ କଣ କହୁଛି, ନାଇଁ ସେ ଭ୍ରଷ୍ଟାଚାରୀ। ପ୍ରିୟ ଭାଇ ଭଉଣୀ ମାନେ, ଦେଶ ସାରା ଥୁ ଥୁ କଲା ବେଳକୁ କଣ ଗୋଟେ ଭଲ ପୋଷ୍ଟର ବନେଇକି ସାର ନାଇଁ ଏତେ ଏତେ ଉନ୍ନତିମୂଳକ କାମ କଲେ, ଆମର ସରକାର ଏତେ ଉନ୍ନତିମୂଳକ କାମ କଲେ, ଏଇଟା ସବୁ ଆମ ସରକାର ଦେଇଛନ୍ତି। କୋଉଠୁ ଦେଇଛନ୍ତି? ଖଜାନା ଲୁଟିକି। ପ୍ରିୟ ଭାଇ ଭଉଣୀ ମାନେ, ପୁରା ପୁରି ସେ ଖଜାନା ଲୁଟିବ, ସେଇଠୁ ଟିକେ ବିଞ୍ଚିଦବ, ହେଇଗଲା। କାହିଁକି ସମସ୍ୟା ହଉଛି? ଅପୋଜିସନ ରହିବା ଦରକାର। ତ ଆପଣମାନଙ୍କୁ ଅପୋଜିସନ ବୋଲି କହୁନୁ, କିନ୍ତୁ ଆପଣମାନଙ୍କ ସଜେସନ ଗୁଡାକ ପାଇଁ ଧନ୍ୟବାଦ। ସମସ୍ତଙ୍କୁ ଧନ୍ୟବାଦ ଦଉଛୁ, କମ୍ପ୍ଲିମେଣ୍ଟ ପାଇଁ ଧନ୍ୟବାଦ ଦଉଛୁ। ଆପଣମାନେ ଆମମାନଙ୍କୁ ପ୍ରଶଂସା କଲେ ଆମେ ବେଙ୍ଗ ଭଳିଆ ଫୁଲୁନୁ, କି ଆପଣମାନେ ସମାଲୋଚନା କଲେ ମଧ୍ୟ ଆମେ ଦୁଃଖରେ ଭାଙ୍ଗି ପଡୁନୁ। ଆମେ ବସିକି ବିବେଚନା କରୁଛୁ ଆଉ ଆମେ ସଂଶୋଧିତ ହଉଛୁ। ଥ୍ୟାଙ୍କ ୟୁ, ଗଡ୍ ବ୍ଲେସ ୟୁ ଅଲ୍। ଆମେ ଆଗକୁ ବଢିବା ଏ ସ୍ଥାନରେ ଦେଖୁଛୁ ଯେ କଣ ଆମର ବିଶ୍ୱାସର ଲକ୍ଷ୍ୟ କଣ? ଆତ୍ମାର ପରିତ୍ରାଣ। ଆଉ ସେଇଟା ଆମେ ପାଉଛୁ। ଲେଖାଯାଉଛି, ଭାବବାଦୀ ମାନେ ତୁମମାନଙ୍କ ନିମନ୍ତେ ନିରୁକ୍ତ ଅନୁଭବ ବିଷୟରେ ଭାବବାଣୀ ପ୍ରକାଶ କଲେ। ପୁଣି ସେହି ପରିତ୍ରାଣ ସମ୍ବନ୍ଧରେ ଯତ୍ନ ସହକାରେ ଅନ୍ୱେଷଣ ଅନୁସନ୍ଧାନ କଲେ। ଖ୍ରୀଷ୍ଟଙ୍କ ଦୁଃଖ ଭୋଗ ଓ ତତ୍ପରବର୍ତ୍ତୀ ଗୌରବ ବିଷୟରେ ପୂର୍ବରୁ ପ୍ରମାଣ ଦେବ ଯେ ତୁମମାନଙ୍କ ମଧ୍ୟବର୍ତ୍ତୀ ଖ୍ରୀଷ୍ଟଙ୍କ ଆତ୍ମା। କେତେ ସୁନ୍ଦର ଲେଖାଯାଉଛି ପ୍ରିୟ। ଖ୍ରୀଷ୍ଟଙ୍କ ଦୁଃଖ ଭୋଗ ଓ ତତ୍ପରବର୍ତ୍ତୀ ଗୌରବ ବିଷୟ। ଦୁଃଖ ଭୋଗ ଫାଇନାଲ ନୁହେଁ, ଦୁଃଖ ଭୋଗ ପରେ ସୁଖ ଭୋଗ ବି ଅଛି। ଆମେ ତେଣୁ ସେ ଗୀତ ଗାଉଛୁ, ଏ ଦୁଃଖ ରହିବ ନାହିଁ ବେଗେ ଯିବ ପଳେଇବ। ମୋର ପ୍ରିୟ ମାନେ, ଦୁଃଖ ରହିବ ନାହିଁ। ଆମେ ଗାଉଛୁ ସେ ଗୀତଟା, ଦୁଃଖ जो हमारे यहाँ ना होंगे फिर वहां नहीं होंगे। दुख एठी है, दुख एठी, समस्या एठी, रोग एठी, अभाव एठी, दुर्नीति एठी, भ्रष्टाचार एठी, ताड़ना एठी, निंदा एठी, एठी सब अछि, सेठी एगुड़ाक नहीं। प्रिय भाई भाई माने, प्रभु का नाम स्तुति हो। आज अल्प समय आम चिंता कर देखा परीक्षा सिद्ध विश्वास। अपन अल्प समय विश्वास विषय कहवाई चाहे आम केमती रक्षा पाइछु? पैसा पत्र दे रक्षा पाई न, किए फुसले कि हमको प्रभु का वाक्य पढ़ी रक्षा प्राप्त ही न। पढ़िबे टिके एफिसियंस 2 पर्व 8 पद, एफिसियंस चैप्टर 2 वर्स 8। कारण अनुग्रह रे विश्वास द्वारा तुम्भे माने परित्राण पाइअछ, ताहा तुम्भ मानक निज ठारू होई नाही, ताहा ईश्वरक दान। आमे केमिति परित्राण पाइछु? विश्वास द्वारा परित्राण पाइछु। By faith we are saved, saved by faith। प्रिय भाई बहनी माने, आमे केमिति उद्धार पाइछु? विश्वास द्वारा। तेणु जो विश्वास करे परित्राण पाइछंती, दुख आसु, तारण आसु, विश्वास करे ताको के प्रलोभित करि नाहंती, के ताको टेम्पटेड करि नाहंती, के किछि देई कि ताको विश्वास करे नाहंती। से निजे विश्वास करिछि, अनुग्रह प्रकाशित हैला, से विश्वास करिछि और विश्वास द्वारा से परित्राण प्राप्त हिछि। प्रिय भाई बहनी माने,
ସେମାନେ ବିଶ୍ୱାସ ଦ୍ୱାରା ପରିତ୍ରାଣ ପାଇଛନ୍ତି ସେ ବିଶ୍ୱାସ ସବୁବେଳେ ପରୀକ୍ଷିତ ହେଇଯାଉଛି ଉଦ୍ଧାର ପ୍ରାପ୍ତ ହେବା ଦିନ ଗତ ସମୟରେ ଆପଣମାନଙ୍କ ସମ୍ମୁଖ ରଖିଥିଲି ଯେ ପରିତ୍ରାଣ ପାଇଲା ପରେ କଣ ସବୁ ସେଇଗୁଡାକ ଆମେ ନ ଜାଣିବା ଦ୍ୱାରା ପରେ ଆମେ ସମସ୍ୟାରେ ପଡୁଛୁ ତେଣୁ ପ୍ରଭୁଙ୍କର ଆତ୍ମାଙ୍କର ଚାଳନାରେ ସେ ପ୍ରସଙ୍ଗଟା ରଖିଲି ଯେ ଉଦ୍ଧାର ପ୍ରାପ୍ତ ହେଲା ପରେ କଣ ସବୁ ହୁଏ ପ୍ରିୟ ଭାଇ ଭଉଣୀ ମାନେ ଆମେ ବିଶ୍ୱାସ ଦ୍ୱାରା ପରିତ୍ରାଣ ପ୍ରାପ୍ତ ହେଇଛୁ ଆଉ ଆମର ନେତା କିଏ ପଢିବେ ଟିକେ ଏଭ୍ରି 12 ପର୍ବ ତାର 1 ଆଉ 2 ପଦ ଅତଏବ ଏଡେ ବୃହତ ମେଘତୁଲ୍ୟ ସାକ୍ଷୀମାନଙ୍କ ଦ୍ୱାରା ବେଷ୍ଟିତ ହେବାରୁ ଆସ ଆମ୍ଭେମାନେ ପ୍ରତ୍ୟେକ ଭାର ଓ ସହଜରେ ବେଷ୍ଟନକାରୀ ପାପ ପରିତ୍ୟାଗ କରି ବିଶ୍ୱାସର ନେତା ଓ ସିଦ୍ଧିଦାତା ଯୀଶୁଙ୍କୁ ଲକ୍ଷ୍ୟ କରି ଧୈର୍ଯ୍ୟ ସହକାରେ ଆମ୍ଭମାନଙ୍କ ଗନ୍ତବ୍ୟ ପଥରେ ଧାବମାନ ହେଉ ସେ ଆପଣା ସମ୍ମୁଖସ୍ଥ ଆନନ୍ଦ ନିମନ୍ତେ ଅପମାନ ତୁଚ୍ଛ ଜ୍ଞାନ କରି ଧୈର୍ଯ୍ୟ ସହ କୃଷ୍ୟ ମୃତ୍ୟୁ ଭୋଗ କଲେ ପୁଣି ଈଶ୍ୱରଙ୍କ ସିଂହାସନର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ହୋଇଅଛନ୍ତି ଦେଖନ୍ତୁ ୟା ପୂର୍ବରୁ ଗୋଟେ ଅଧ୍ୟାୟ ପୁରା ଅଛି ହିରୋସ୍ ଅଫ୍ ଫେଥ୍ ଏଭ୍ରି 11 ଅଧ୍ୟାୟ କାହା ବିଷୟରେ ଲେଖା ଅଛି ବିଶ୍ୱାସର ଯୋଦ୍ଧା ମାନଙ୍କୁ ସେ ଲେଖା ଯାଉଛି ସେମାନେ ବିଶ୍ୱାସର ଯୋଦ୍ଧା କିନ୍ତୁ ଆମର ନେତା ନୁହନ୍ତି ଆମେ କାହାକୁ ଫଲୋ କରିବା ଗୁଡେ ଲୋକଙ୍କ କଥା ଲେଖା ଯାଉଛି ଆରମ୍ଭରୁ ଲେଖା ଯାଉଛି କିଏ କିଏ ବିଶ୍ୱାସ କଲେ ପୁରା ଲିଷ୍ଟ ଆସୁଛି କେବଲଙ୍କ ବିଷୟ ଲେଖା ଯାଉଛି ହନକଙ୍କ କଥା ଲେଖା ଯାଉଛି ନହଙ୍କ କଥା ଅବ୍ରାହମଙ୍କ କଥା ଗୁଡେ ଲୋକଙ୍କ କଥା ଲେଖା ଯାଉଛି ମୋସାଙ୍କ କଥା ଲେଖା ଯାଉଛି ତାପରେ ଗୁଡେ ଲିଷ୍ଟ ଅଛି କିନ୍ତୁ ସେମାନେ ଆମର ନେତା ନୁହନ୍ତି ଆମର ଜଣେ ନେତା ଅଛନ୍ତି ମୋର ନେତା ଆପଣଙ୍କ ନେତା ଯୀଶୁ ଅଛନ୍ତି ସେ ହେଉଛନ୍ତି ଆମର ବିଶ୍ୱାସର ନେତା ଖାଲି ବିଶ୍ୱାସର ନେତା ନୁହନ୍ତି ସିଦ୍ଧିଦାତା he is the author and the finisher of our faith ଖାଲି author ନୁହନ୍ତି finisher ମଧ୍ୟ ଅଛନ୍ତି ଯେ ଆପଣଙ୍କୁ ମତେ ବିଶ୍ୱାସର ଆହ୍ୱାନ କଲେ ଆମେ ବିଶ୍ୱାସର ପରିଚୟ ପାଇଲୁ ସେ ଆମକୁ ଫିନିଶ କରିବା ପାଇଁ ମଧ୍ୟ ସାହାଯ୍ୟ କରିବେ ଏ ଯାତ୍ରା ସରିବ ଆମର ଯାତ୍ରା ଦିନେ ସରିବ ନା ଏମିତି ଏକା ଚାଲିବନି ସବୁବେଳେ ଏମିତି ଚାଲିବ ନାହିଁ ଯାତ୍ରା ସରିବ ଆମେ ଯାତ୍ରାରେ ଅଛୁ ଏ ଯାତ୍ରାରେ ଖାଲ ଢେପ ଅଛି କଣ୍ଟା ଅଛି ନଈ ନାଳ ଅଛି ଦୁଃଖ ଅଛି କଷ୍ଟ ଅଛି ଏଭ୍ରିଥିଙ୍ଗ ଇଜ ଦେୟାର ଏଟା ରହିଥିବ ପ୍ରିୟ ଭାଇ ଭଉଣୀ ଏଟାକୁ ଏଭଏଡ କରିପାରିବେନି ଆପଣ ନା ଏଟା ମତେ ଦରକାର ନାହିଁ ମୋ ଜୀବନ ଦୁଃଖ ଦରକାର ନାହିଁ କଷ୍ଟ ଦରକାର ନାହିଁ ପ୍ରଭୁ ମତେ ଏ ଦୁଃଖ ଦରକାର ନାହିଁ ଏ ଦୁଃଖ ଏ କଷ୍ଟ ଏ ସମସ୍ୟା ପ୍ରଭୁ ମତେ ଦରକାର ନାହିଁ ବୋଲି କୁହ ଏଟା ଦରକାର ଅଛି ପ୍ରଭୁ ପ୍ରଭୁ ପରମିଶନ ଦେଲାରୁ ତ ଆସିଛି ନା ପ୍ରଭୁଙ୍କର ପିଲାମାନଙ୍କ ଜୀବନରେ ୱିଦାଉଟ୍ ହିଜ ପରମିଶନ ନଥିଙ୍ଗ କ୍ୟାନ୍ ହ୍ୟାପେନ୍ କିଛି ହବ ନାହିଁ ତେଣୁ ଆପଣ ୱରିଡ୍ ହୁଅନ୍ତୁ ନାହିଁ ଆମର ନେତା ଜଣେ ସାଙ୍ଗରେ ଠିଆ ହେଇଛନ୍ତି ବିଶ୍ୱାସର ନେତା ଖାଲି ବିଶ୍ୱାସର ନେତା ସେ ନୁହନ୍ତି ପ୍ରିୟ ଭାଇ ଭଉଣୀ ମାନେ ଆମକୁ ଯୋଉ ସ୍ପିରିଟ ମଧ୍ୟ ଦିଆଯାଇଛି ଏ ସ୍ପିରିଟ କୁ କୁହାଯାଉଛି କଣ ପଢିବା ଟିକେ 2 Corinthians 4 ପର୍ବ 13 ପଦ ମୁଁ ବିଶ୍ୱାସ କଲି ଏଣୁ କଥା କହିଲି ଏହି ଲିଖିତ ବାକ୍ୟ ଅନୁସାରେ ସେହି ବିଶ୍ୱାସଜନକ ଆତ୍ମା ପାଇଥିବାରୁ ଆମ୍ଭେମାନେ ମଧ୍ୟ ବିଶ୍ୱାସ କରୁ ଏଣୁ ମଧ୍ୟ କଥା କହୁ ଲେଖାଯାଉଛି କଣ ବିଶ୍ୱାସଜନକ ଆତ୍ମା କେବଳ ପ୍ରିୟ ଭାଇ ଭଉଣୀ ଆମର ବିଶ୍ୱାସର ନେତା ହିଁ ନାହାନ୍ତି ଆମର ବିଶ୍ୱାସର ଜନକ ଆତ୍ମା ବି ସେ ଆମକୁ ଦେଇଛି ଯୀଶୁ ଚାଲିଗଲେ ସ୍ୱର୍ଗ କିନ୍ତୁ ଯିବା ସମୟରେ ଗୋଟେ ସ୍ପିରିଟ ଦେଇକି ଗଲେ କହିଲେ ଯେ ତୁମକୁ ସାହାଯ୍ୟ କରିବା ପାଇଁ ଗୋଟେ ବିଶ୍ୱାସ ଜନକ ଆତ୍ମା ମିଳିଛି ତୁମ ଆପଣ ମାନେ କହିବା ପାଇଁ ଚାହେଁ ଆମ ଲିଡର ହଉଛନ୍ତି ଆମ ବିଶ୍ୱାସ ଲିଡର ପ୍ରିୟ ଭାଇ ଭଉଣୀ ମାନେ ପ୍ରଭୁଙ୍କ ନାମ ସ୍ତୁତି ହଉ ତ ଆମର ଏ ଲାଇଫଟା କେମିତି ଚାଲେ ଆତ୍ମାଙ୍କର ସାହାଯ୍ୟରେ এটা হচ্ছে ବିଶ୍ୱାସଜନକ ଆତ୍ମା ଅନେକ ସମୟରେ ବିଭିନ୍ନ ପରିସ୍ଥିତି ଆସେ ଆମର ବିଶ୍ୱାସକୁ ଟଳମଳ କରିବା ପାଇଁ ଆମର ବିଶ୍ୱାସକୁ ଭାଙ୍ଗିବା ପାଇଁ ବିଶ୍ୱାସରୁ ଓହରି ଯିବା ପାଇଁ ବିଡ୍ର କରିବା ପାଇଁ ଏ ପ୍ରକାର ଗୁଡେ ପରିସ୍ଥିତି ମାନ ଆସେ ସେହି ସମୟରେ ବିଶ୍ୱାସଜନକ ଆତ୍ମା ଆପଣଙ୍କୁ କଢେଇ ଦିଅନ୍ତି ସେ ସେହି ସମୟରେ କେହି ପାଖରେ ନଥାନ୍ତି ଦେଖନ୍ତୁ ଆପଣ ଇଣ୍ଡିଆର ବିଭିନ୍ନ ପାର୍ଟରୁ ଆଜି ଯୋଗ ଦେଇଛନ୍ତି ଅନେକ ଷ୍ଟେଟରୁ ଆପଣ ଯୋଗ ଦେଇଛନ୍ତି ସେଠି ଆପଣ ଏକୁଟିଆ ଅଛନ୍ତି ହୁଏତ ସେ ଗାଁରୁ ଆପଣ ଜଣେ ଅଟନ୍ତି ବା ଆପଣ ଯୋଉ ଡିପାର୍ଟମେଣ୍ଟରେ କାମ କରୁଛନ୍ତି ଆପଣ ଜଣେ ବିଶ୍ୱାସୀ ଅଟନ୍ତି ସେ ଅଫିସରେ ଆପଣ ଜଣେ ଅଟନ୍ତି ହୁଏତ ଯୋଉ ଆର୍ମି କ୍ୟାମ୍ପରେ ଆପଣ ଅଛନ୍ତି ସେଠି ଆପଣ ଜଣେ ଅଛନ୍ତି ଆପଣ ସେଇ ବିଜନେସ କାମ କରିବାରେ ଆପଣ ଜଣେ ଅଛନ୍ତି ସେଇଠି ଆପଣ ବିଶ୍ୱାସରେ କେମିତି ମଜବୁତ ରହିପାରିବେ ଗୋଟେ ସ୍ପିରିଟ ଦିଆହେଇଛି ଯଦି ପବିତ୍ର ଆତ୍ମା ସେ ଆପଣଙ୍କ ସହିତ ରହିବା ପାଇଁ ଦିଆଯାଇଛି ସାହାଯ୍ୟକାରୀ ଆତ୍ମା ସେ ଆପଣଙ୍କୁ କଣ ପାଇଁ ଦିଆଯାଇଛି ହଉଛି ବିଶ୍ୱାସଜନକ
विश्वास जनक प्रिय भाई भौणी माने प्रभु को नामर स्तुति हो सेतिकी नुह आमर जो फैमिली बोली तुरा कहउछु नै कि एटा विश्वासी फैमिली बोली कहा जाय आमर जो चर्च बा कम्युनिटी को कहा जाय कोला एटा विश्वास आगे एटा विश्वास माने एटे रुहंते विश्वास प्रिय भाई भौणी माने आमे विश्वास पर परिचय पाइछु आमर नेता आमर विश्वास नेता हमको जो आत्मा दिया जाता विश्वास जनक अविश्वास नहीं विश्वास यस प्रभु परमिशन दे ठीक अच्छे कष्ट आस दुख आस से गीत आम गाऊ विश्वास प्रति केड़े प्रियतम से जीशु ना विश्वास प्रति समस्त प्रति से प्रियतम नुहंती विश्वास प्रति केड़े प्रियतम से जीशु नाम से कौन अटंती तार दृढ़ शैल अटंती तार चट्टान अटंती तार सब किसी से अटंती से ताको करेनी प्रिय भाई भौणी माने से तार ढाल अटंती से ताको सुरक्षा करी करी कि नियंती से जीशु नाम आमे अनेक कौन करते जीशु पाखे असले आशीर्वाद मिलिबो सुस्थता मिलिबो समस्या एटा करिते हमर मुंड खराब कर दैछि किंतु प्रिय भाई भौणी माने से आंशिक सत्य अटे संपूर्ण सत्य नुहे से किंतु दुख आसे कष्ट आसे से समय से कौन करंती साहाय्य कर तो हमें बने विश्वास परिवार पढ़ी कर पद गलातिया 6 पद 10 पद गलातिया चैप्टर 6 वर्स 10 अतएव ମାନେ ସୁଯୋଗ ଅନୁସାରେ ସମସ୍ତଙ୍କର ବିଶେଷତଃ ଏକ ପରିବାରଭୁକ୍ତ ବିଶ୍ୱାସୀ ସମସ୍ତଙ୍କର ମଙ୍ଗଳ କରୁ କାହାର ମଙ୍ଗଳ କରୁ ବିଶ୍ୱାସୀ ସମସ୍ତଙ୍କର ମଙ୍ଗଳ କରୁ କି ସୁନ୍ଦର ଲେଖା ଯାଉଛି ଏକ ପରିବାରଭୁକ୍ତ ବିଶ୍ୱାସୀ ଆମେ କୋଉ ପରିବାରଭୁକ୍ତ ଏକ ପରିବାରରେ ଆମେ ସଂଯୁକ୍ତ ହେଇଛୁ एक परिवार में रहीछु एक शरीर मिशिछु एक परिवार प्रिय भाई भौणी माने आमे जेते जन यूट्यूब रे जूम रे जड़ित होछु आमे गोटे परिवार आमे जो प्रभु को जानि नथिलु कोन कहउथिलु आज्ञा से सान जाति ये बड़ जाति से हाड़ी से पाण से अमुक से समुक एटा प्रभु को न जानिबालो तार मानसिक विकृति टिके अछि किंतु प्रभु को जानिला परे आमे सब एक होई गलु कारण जीशु रक्त रे कृत हेबा द्वारा ईश्वर को संतान में हेलु और ईश्वर को संतान मानकर सान जाति बड़ जाति कौन भाई भौणी माने ठीक चिंता कर देखो ताकर जाति कौन ताकर को एटा ताकर कोडा एटा प्रिय भाई भौणी माने एटा शिक्षित हैला परे मत कि केतन बैंक रे काम करथांती केतन पुलिस डिपार्टमेंट रे काम करथांती केतन एजुकेशन डिपार्टमेंट रे काम करथांती कहते हम हाईली एजुकेटेड बोली किंतु से हमर ए धर्म हमर ए जाति तमर को जाति तमर ए जाति की जाति प्रिय भाई भौणी माने राजनीति करबा लोक कहले ठीक अछि जाति धर्म रो कोन प्रिय भाई भौणी माने हमर देश को जाति धर्म भाषा प्रांत रे भाग करछ प्रभु आमान को मनुष्य कर तैयारी एबे सब मरुछन ए कोरोना भी हमको बुद्धि सिखाई नहीं जे मोर जाति मत रक्षा करि पारिबो मोर धर्म मत रक्षा करि पारिबो गर्व छाड़ंतु किंतु सबटु बड़ विषय प्रभु को जानिला परे प्रिय भाई भाई माने एबे मध्य मंदिर रे अनेक को प्रवेश करबा को दियंती नै नै तुमे आसीले कोन ही जिवे भगवान मारा ही जिवे माने या ए लोक थारु से भगवान जाति दुर्बलता जे ये गले तांको जाति पळे ये छुईले तांको जाति पळेबो किंतु ये पागल मोर भगवान बोली को धाई के जाउती सेठी ताको भीतर पसो बिना लोकमान को पागल ने केबे छाड़बो मु जानि नै तुमको तो पचारो ना हंती से भगवान पाको जीवा को दो ना तबे गले पळे ता जाति पळेबो तुमे काहे पागल नै बोलुछ यीशु को कति का आसंतु आपन जाति बड़ ही जीव ईश्वर को सहित मिसी जीवा प्रिय भाई भौणी माने प्रभु आमान को अनुकूल थरे मते जने पचाचे आज्ञा आपण कोन आदिवासी माने पचाचे आज्ञा आपण कोन आदिवासी मु ताको हसी के कहबी हां मु आदिवासी हम आगरु अछु एठी
आमे पूरा मूल निवासी में बहुत आगुरु भारत रे अछु आपण एगुरु नाही बाहर आपण आसीछि बिल्कुल चुप हो गेला प्रिय भाई भौणी माने किए आदिवासी किए कोन एटा राजनीति करिया पे भलो लागे किंतु वास्तव से या नुहे जते लोक शिक्षित हुए एजुकेशन कोन कर जणो को एजुकेटेड कर कि आज समय एजुकेटेड लोक माने अनएजुकेटेड बलिया बिहेव करूछंती एगुडा को दुख लागे बेले बेले हमर देशर मानसिक विकृति दिन को दिन बढ़ी बढ़ी चली फिर भाई भौणी माने शिक्षा आसिला वाक्य आसिला प्रचारक मन आसिले तेणु आमे समस्ते आज भल पोशाक पिंधि नहे से कछा मारिकी और एंटीना झुले की बुली था पछारे गोटे एंटीना लगी था अधा लंगड़ा अवस्था कोडी पड़ी था पाठ स्कूल कॉलेज भी नथा गुरुकुल रे जाकर कौन शिखी था जना नहीं प्रभु को नाम धन्यवाद हो जे हमर देश को प्रभु शिक्षा पठेली से प्रकार शिक्षाविद मान को पठेली से प्रकार उन्नत मस्तिष्क लोक मान को पठेली जो द्वारा भारत आज गोटे एजुकेटेड कंट्री ही करी देश रे निज को कम्पीट करि पारुछि धन्यवाद दिए से मिस्त्री मान को पाए धन्यवाद दिए से क्रिश्चियन ऑर्गेनाइजेशन मान पाए जो हमर देश को आसिले हम देश को से माने सुशिक्षित कले समृद्ध कले उन्नत कले प्रभु को नाम स्तुति हो प्रिय भाई भौणी माने प्रभु को नाम गौरव आमे वर्तमान एक परिवार भुक्त जानिबा पे मु कहि गली मु का को अपमान करबा पे चाहे ना का लज्जित करबा पे भी चाहे ना किंतु शिक्षा कोन करबा दरकार जन को एजुकेटेड करबा एजुकेशन मेक्स एजुकेटेड बेले बेले लोक जो एजुकेटेड बोली कहंती किंतु अनएजुकेटेड भलिया कथा भी होता प्रभु को दास बे कहउतिले जदि काहा को अपन सम्मानित करि परनांती अपमान भी करंतु जदि काहा को सहाय्य करि पारु नांती सहाय्य करबा लोक को अटकांतु मध्य जदि कहारो सुगुण कहि पारनांती दुर्गुण भी कहंतु और जदि काहा का पे प्रार्थना करू नांती तांको विषय कहिबा पे अपन अधिकार मु सबले कहिबा पई चाहे कोनोसी प्रचारकन को पई जदि अपन प्रार्थना करू नांती से प्रचारकन को विषय कहिबा पे अपन अधिकार मध्य रिमेंबर प्रभु को दास भाव रे कहउछि आगो प्रार्थना करंतु से पतित हेले गीत गाई बोलंतु प्रार्थना केते करी संदा पतित न होंतु ताको परिवार भांगी गेला आज खुशी होछन प्रार्थना करंतु ता परिवार न भांगु बोली प्रार्थना करी नांती ताको प्रार्थना तोली नांती पढिला द्वारा आपण गीत गाई बोलुछ प्रिय भाई बोली माने आमे एक परिवार भुक्त होतु वी आर बिलोंग्स टू वन फैमिली सिंगल फैमिली गॉड्स फैमिली केमती का फैमिली बाय फेथ हम से फैमिली को सी प्रभु को नाम स्तुति हो प्रभु को नाम गौरव हो आपण को विश्वास रो कथा कहछि प्रभु आपण को मते अनुग्रह करंतु आ गोटे भी सुंदरता लेखा गय याकूब तार 5 पर्व 15 पद पढिबे जेम्स चैप्टर 5 वर्स 15 विश्वासयुक्त प्रार्थना ସେହି ରୋଗୀକୁ ରକ୍ଷା କରିବ ପୁଣି ପ୍ରଭୁ ତାହାକୁ ଉଠାଇବେ ଆଉ ଯଦି ସେ ପାପ କରିଥାଏ ତାହାହେଲେ ତାହାକୁ କ୍ଷମା ଦିଆଯିବ हाँ विश्वास युक्त प्रार्थना एठी भी फेथ आसी विश्वास युक्त प्रार्थना प्रिय भाई बहनी माने प्रभु को नाम स्तुति आमान को सेवा कार्य रे मध्ये हम गुडे मिराकल्स गुडा के देखिछु से गुडा को प्रचार करी बुली ना से गुडा हाइलाइट करी आपे लोकन को डाकी बुली ना बोले आमान को मध्ये बिजनेस भलो चली था लोक माने कोन करंती मिराकल को नै व्यापार करंती जा जीवन मिराकल ताको धरि की बुलंती वीडियो कैमरा धरि की बुलंती सेटा हवा कथा न पावर बिलोंग्स टू गॉड प्रभु सुस्त करंती हीलिंग्स प्रभु ठारो आसे मिराकल प्रभु करंती विश्वास युक्त प्रार्थना हम जो प्रार्थना करूछु सेठी विश्वास युक्त हेबा विश्वास विहीन प्रार्थना करूछु क्रिश्चियन जीवन होची विश्वास रे जीवन प्रभु को नाम स्तुति हो प्रिय भाई बहनी माने आ हमें समस्त कोन अटू जे विश्वास रो संतान हमको कहा जाउची चिल्ड्रन ऑफ फेथ चिल्ड्रन ऑफ फेथ हमें जने प्रभु को ठार प्रगाढ़ विश्वास गोटे जगह रे साधु पाउल तिमोथी को विषय कहउचंती प्रथम तिमोथी तार 1 पूर्व 2 पद पढि प्रथम तिमोथी तार 1 पूर्व 2 पद फर्स्ट तिमोथी चैप्टर 1 वर्स 2 धर्म विश्वास रे आपणा यथार्थ पुत्र तिमोथी निकट को पत्र लेखुअछि पिता ईश्वर और आंभ मानक प्रभु ख्रीष्ट जीशुंक ठारू अनुग्रह दया और शांति तुम्भ प्रति हेउ एठी यथार्थ पुत्र लेखा अछि कि इंग्रजी बाइबल आपण देखिबे कोन माय सन इन फेथ लेखा अछि माय सन इन फेथ मोर विश्वास रो पिला मु ताको पुओ बोली माने
से मोर टीचिंग रु बाहरी थिबा संतान अटे। प्रिय भाई भणी माने प्रभु को नाम स्तुति। गत दिन मान करे गोटे हमर गोटे फैमिली इंटरव्यूटा थाए सेठी आमे कहिबा समय कहिलो हमर पुओ झियो किछि नाहांती। सुनिला परे गुडे पुओ झियो माने से कॉल कले अंकल आपण काहे के संति कहउछंती आमे अछु आपण को पिला माने आपण को शिक्षा देला में प्रभु को पाख आसी आपण हमर स्पिरिचुअल फादर अटंती आपण हमर स्पिरिचुअल मदर अटंती हम दी जन संग कहिले बहुत आनंद लागिला ए ओडिसा सारा जो देखिबो अनेक पुओ झियो माने आमान को बापा बोली डाकंती मां बोली डाकंती केते आनंद लागे प्रिय माने चल विभिन्न जगह से माने विभिन्न स्थान से माने केबे हम घरे आसी नांती हमें सन किछि करि पारि ना सन के एजुकेशन ताई किछि करि पारि ना सन हम फूड देई पारि ना हमें प्रॉपर केयर देई पारि ना तथापि सन हमको मानंती हमरो बापा साधु पौलुस सेमति कहउछन से केमति कहउछंती माय सन इन फेथ माय डॉटर इन फेथ विश्वास बेले बेले अनेक झियो माने फोन करंती करिवा समय बापा बोली फोन करंती अनेक पुओ माने फोन करंती बापा केमती अछंती। प्रिय भाई बहनी माने सुनिबा समय आश्चर्य लाग थरे गोटे पुओटा से चाष काम करे से फोन कला कहूछि बापा मु चाष करूछि मोर गुडे माने बारी बगीचा रे बहुत फसल होय मु बिक्री करूछि आपन को कटक रे पठेई देबी दी बोरी पठेई देबी मु हम गाँ रो बसटा कटक आसुछि कहली बाबा रे मु कटक रहू नै चारियाडे बुलुछि ना हेले भी पठेई देबी बापा आपण व्यस्त होंतु नै आपण पनिपरिया पे जमा व्यस्त होंतु नै कहली ठीक अछि जब दरकार पड़िबो हम तते कह से भाई बहनी मान मरे काहे की कहूछि आमे होछि बडे विश्वास रो परिवार आम जने विश्वास रो नेता अटन हमर जीवन अछि विश्वास रो जीवन। साधु पाउल गोटे सुंदर कथा तिमोथी को लिखुछंती प्रथम तिमोथी तारो 6 पर्व 12 पद विश्वासर उत्तम युद्धरे प्राणपण कर अनंत जीवन धरी रख सेथिपाई तो तुम्भे आहूत होइअछ ओ अनेक साक्षीक साक्षातरे उत्तम साक्ष्य देइअछ। विश्वासर युद्धरे प्राणपण कर। प्रिय भाई बहन माने युद्धटा मते विश्वासर युद्ध अटे विश्वासर युद्ध म आपन केतरा कथा कहथि वी आर सेव्ड बाय फेथ आमर जने ऑथर अछंती एंड फिनिशर अछंती ते अछंती प्रभु यीशु ख्रीस्ट बाय फेथ आमर स्पिरिट से अछंती स्पिरिट ऑफ फेथ आमर फैमिली गोटे अछि फैमिली ऑफ फेथ आमर गोटे फेथ फैमिली रे अछि हम समस्त प्रिय भाई भणी माने आ आमर प्रार्थना मध्य विश्वास युक्त प्रार्थना अटे अब एठी हमें देखुछु कोन हमें विश्वास रो युद्ध रे आगो बढ़ु अब विश्वास ढालो और से ढाल गोटे विश्वास कौन करे हमर सब सज्जा को से रक्षा करे विश्वास गोटे ढाल से कौन करे हमर बाकी सब आर्मर को हमर अस्त्र गुडा हम जा परिधान करिछु अस्त्र शस्त्र गुडा बनि धारण करिछु ए विश्वास ही ताको प्रोटेक्ट तेनु शैतान चेष्टा करिवो आपनकर फेथ को तोड़मल करिवो पढिबे के हबकु तार 2 पर्व 4 पद हबकुक तार 2 पर्व 4 पद देख ताहार कोन गर्भरे फुली अछि ताहा सरल नहीं मात्र धार्मिक लोक आपण विश्वास द्वारा बंचितो। हां धार्मिक लोक आपण विश्वास द्वारा बंचिबे लेखा रहछि द जस्ट शैल लिव बाय फेथ ये सुंदर है द जस्ट शैल लिव बाय फेथ धार्मिक व्यक्ति विश्वास द्वारा बंचिबा पे आ किछि दरकार नै विश्वास दरकार बे भाई बहनी माने आमे केमती बंचछु बाय फेथ बंचछु आमे आउ किछि नै केति चलछु बाय फेथ भारतर अनेक अनुष्ठान आरंभ हैला बाय फेथ से ऑर्गेनाइजेशन जे फाउंडर माने तांगर फेथ को मानिबा पाए पड़िबो समान फेथ विषय अनेकंकर बायोग्राफी पढ़ी अनेक जीवनी शुणी माने कि विश्वास से मान विश्वास काम आरंभ कले मिनिस्ट्री चली बाय फेथ प्रिय भाई भणी माने प्रभु को नाम स्तुति हो जे प्रभु आज हमर केते सुंदर अवकाश देइछंती फेथ विषय स्टडी करी प्रभु को नाम स्तुति हो धार्मिक विश्वास द्वारा बंचबा आप पढ़िबे रोमियो तार 1 पर्व तार 17 पद
Romans chapter 1 verse 17. ସେଥିରେ ତ ଈଶ୍ୱରଦତ୍ତ ଧାର୍ମିକତା ପ୍ରକାଶିତ ହେଉଅଛି ତା ବିଶ୍ୱାସ ମୂଳକ ଓ ବିଶ୍ୱାସ ଜନକ ଯେପରି ଲେଖା ଅଛି ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚିବ। ଧାର୍ମିକ କେମିତି ବଞ୍ଚିବ? ବିଶ୍ୱାସ ଦ୍ୱାରା ବଞ୍ଚିବ। ପ୍ରିୟ ଭାଇ ଭଉଣୀ, ଈଶ୍ୱରଙ୍କୁ ଭୟ କରିବା ଲୋକ, ଈଶ୍ୱରଙ୍କ ପଛରେ ଚାଲିବା ଲୋକ ବାଇ ଫେଥ୍ ଚାଲିବ। କାଲିର କଥା ଚିନ୍ତା ନାହିଁ, ବାଇ ଫେଥ୍, ବିଶ୍ୱାସ ଦ୍ୱାରା। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଏହା ଦ୍ୱିତୀୟ ବିଷୟ ଲେଖାଯାଉଛି, ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚିବ। ଆଉ ତୃତୀୟ ବିଷୟ ଦେଖିବେ, ଗାଲାତିଆ 3 ପର୍ବ ତାର 11 ପଦ। ବ୍ୟବସ୍ଥା ଦ୍ୱାରା କେହି ଯେ ଈଶ୍ୱରଙ୍କ ସାକ୍ଷାତରେ ଧାର୍ମିକ ଗଣିତ ହୁଏ ନାହିଁ ଏହା ତ ସ୍ପଷ୍ଟ, କାରଣ ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚିବ। କଣ ଲେଖାଯାଉଛି? ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚିବ। এটা তৃতীয় থর বাইবেলে 4 থর লেখা আছে। আমি কাହିଁକି ପଢୁଛି, ଆପଣ ଆଣ୍ଡରଲାଇନ କରିଥାନ୍ତୁ। କେତେ ଇମ୍ପୋର୍ଟାଣ୍ଟ ହେଇଥିବ, ସେଟା 4 ଥର ଲେଖା ଯାଉଛି। ହବକୁକ ଲେଖିଲେ, ରୋମିଓ ମଣ୍ଡଳୀଙ୍କ ସାଧୁ ପାଉଲ ଲେଖୁଛନ୍ତି, ଗାଲାତୀୟ ମାନଙ୍କୁ ଲେଖୁଛନ୍ତି। ଆଉ ଗୋଟେ ବିଷୟ ଦେଖିବେ, ଏବ୍ରୀ ତାର 10 ପର୍ବ ତାର 38 ପଦ। ହିବ୍ରୁ ଚାପ୍ଟର 10 ଆମ୍ଭର ଧାର୍ମିକ ବ୍ୟକ୍ତି ବିଶ୍ୱାସ ଦ୍ୱାରା ବଞ୍ଚିବ, କିନ୍ତୁ ଯଦି କେହି ପଶ୍ଚାତପଦ ହୁଏ ତାହା ହେଲେ ଆମ୍ଭର ଆତ୍ମା ତାହାଠାରେ ସନ୍ତୁଷ୍ଟ ନୁହେଁ। କଣ ଲେଖା ଯାଉଛି? ଆମ୍ଭର ଧାର୍ମିକ ବ୍ୟକ୍ତି କେମିତି ବଞ୍ଚିବ? ପଇସା ଥିଲେ ବଞ୍ଚିବ ନାହିଁ, ବ୍ୟାଙ୍କ ବାଲାନ୍ସ ଥିଲେ ବଞ୍ଚିବ ନାହିଁ, ଚାକିରି ଥିଲେ ବଞ୍ଚିବ ନାହିଁ, ରୋଜଗାର ଚାଷ ଥିଲେ ବିଶ୍ୱାସରେ ବଞ୍ଚିବ। ସମସ୍ତଙ୍କର ରୋଜଗାର ନାହିଁ ନା, ସମସ୍ତଙ୍କ ଭଲ ବ୍ୟବସାୟ ନାହିଁ, ସମସ୍ତଙ୍କ ବ୍ୟାଙ୍କ ବାଲାନ୍ସ ନାହିଁ, ସମସ୍ତଙ୍କ ଚାଷବାସ ନାହିଁ, ସମସ୍ତଙ୍କ ଭଡା ଘର ଦେବା ପାଇଁ ପଇସା ନାହିଁ, କିଛି ନାହିଁ। ବାଇ ଫେଥ୍ ଆମେ ବଞ୍ଚୁଛୁ, ବାଇ ଫେଥ୍। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁଙ୍କ ନାମର ସ୍ତୁତି, ବିଶ୍ୱାସରେ କହିଦେବା ଆଉ ପରମେଶ୍ୱର ବିଶ୍ୱାସକୁ ଆମର ଆମର ଜୀବନ ବିଶ୍ୱାସର ଜୀବନ। ଗୋଟେ କଥାଟା ଅଛି, ଫେଥ୍ ଅନର୍ସ ଗଡ୍ ଆଣ୍ଡ ଗଡ୍ ଅନର୍ସ ଫେଥ୍। ମନେ ରଖିଥିବେ ଏଇ କଥାଟା, ଫେଥ୍ ଅନର୍ସ ଗଡ୍ ଆଣ୍ଡ ଗଡ୍ ଅନର୍ସ ଫେଥ୍। ବିଶ୍ୱାସ ପ୍ରଭୁଙ୍କୁ ସମ୍ମାନିତ କରେ ଆଉ ପ୍ରଭୁ ବିଶ୍ୱାସକୁ ସମ୍ମାନିତ କରେ। ଲେଖା ଅଛି, ତୋର ଏଡେ ବଡ ବିଶ୍ୱାସ, ତୋର ଏଡେ ବଡ ବିଶ୍ୱାସ ବୋଲି ଲେଖା ଯାଉଛି। ମୁଁ ଏମାନଠାରୁ କାହାକୁ ପାଇଲି ନାହିଁ, ଏତେ ବଡ ବିଶ୍ୱାସ ତ ପଠାଯାଉଛି। ବିଶ୍ୱାସ ବଢନ୍ତୁ, ପ୍ରାର୍ଥନା କରନ୍ତୁ, ଲର୍ଡ ହେଲ୍ପ ମି, ମତେ ସେ ବିଶ୍ୱାସ ଜନକ ଆତ୍ମା ଦିଅ ପ୍ରଭୁ। ଆତ୍ମିକ ଦାନରେ ବିଶ୍ୱାସ ବି ଗୋଟେ ଆତ୍ମିକ ଦାନ ଅଟେ। ପ୍ରାର୍ଥନା କରନ୍ତୁ, ପ୍ରଭୁ ମତେ ସେଇ ଗିଫ୍ଟଟା ଦିଅ ପ୍ରଭୁ, ଯେପରି ମୁଁ ବିଶ୍ୱାସରେ ବଢି ପାରିବି, ମଜବୁତି ରହିପାରିବି, ସ୍ଥିର ହୋଇ ରହିପାରିବି। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁଙ୍କ ନାମର ସ୍ତୁତି ହଉ। ମାନେ ଫେଥ୍ ର ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ବିଷୟ ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ। କାହିଁକି ଏତେ ଫେଥ୍ ଟା ଇମ୍ପୋର୍ଟାଣ୍ଟ ଅଟେ, ଯେ ଏବ୍ରୀ ତାର 11 ପର୍ବ 6 ପଦ ପଢିବେ। ଆଉ ବିଶ୍ୱାସ ବିନା ତାହାଙ୍କ ସନ୍ତୋଷ ପାତ୍ର ହେବା ଅସମ୍ଭବ, କାରଣ ଈଶ୍ୱର ଯେ ଅଛନ୍ତି ଆଉ ସେ ଯେ ତାହାଙ୍କ ଅନ୍ୱେଷଣକାରୀ ମାନଙ୍କର ପୁରସ୍କାର ଦାତା, ଏହା ତାହାଙ୍କ ଛାମୁକୁ ଆସିବା ଲୋକର ବିଶ୍ୱାସ କରିବା ଆବଶ୍ୟକ। କଣ ଲେଖା ଯାଉଛି? ଯେ ବିଶ୍ୱାସ ଦ୍ୱାରା କଣ ହୁଏ, ଯେ ପ୍ରଭୁ ସମ୍ମାନିତ ହୁଅନ୍ତି। ଆଉ ଥରେ ପଢନ୍ତୁ ସେ ପଦଟା, ଧୀରେ ଧୀରେ ପଢନ୍ତୁ, ଆଣ୍ଡରଲାଇନ ଆପଣ କରନ୍ତୁ। ଆଉ ବିଶ୍ୱାସ ବିନା ତାହାଙ୍କ ସନ୍ତୋଷ ପାତ୍ର ହେବା ଅସମ୍ଭବ, କାରଣ ଲେଖାଯାଉଛି କଣ? ଆଉ ବିଶ୍ୱାସ ବିନା ତାହାଙ୍କ ସନ୍ତୋଷ ପାତ୍ର ହେବା ଅସମ୍ଭବ। ବିଶ୍ୱାସ ବିନା, ତେଣୁ ବିଶ୍ୱାସ ଇମ୍ପୋର୍ଟାଣ୍ଟ। ଯଦି ପ୍ରଭୁଙ୍କର ସନ୍ତୋଷ ପାତ୍ର ହେବାର ଅଛି, ଲେଖା ହେଇଛି, ହନକ ଯଦି ନିଆଗଲେ ବିଶ୍ୱାସ ଦ୍ୱାରା ନିଆଗଲେ। ଯଦି ଆପଣ ବି ରେପ୍ଚରରେ ଯିବାର ଅଛି, ବିଶ୍ୱାସ ଏକା ଯିବାର ଅଛି, ସବୁ ଯାଉ। ଆମେ ସେ ଗୀତ ଗାଉଛୁ, ତୁମେ ଥିଲେ ପ୍ରଭୁ ଯାଉ ମୋର ସବୁ, ଥାଉ ମୋର ଯୀଶୁ ଧନ, ଥାଉ ମୋର ଯୀଶୁ ଧନ। ତୁମେ ଥିଲେ ପ୍ରଭୁ ଯାଉ ମୋର ସବୁ, ଯୋଉଟା ଯିବାର ଅଛି ଯାଉ ପ୍ରଭୁ, ଯାଉ। କୋଉଟା ଜଗତରେ ଥିବ ଯେ ଧରି ରଖିବାର ଅଛି, ଯାଉ। ମୋର ହେଲ୍ଥ ଯାଉ, ମୋର ପ୍ରେଷ୍ଟିଜ ଯାଉ, ମୋର ଜବ ଯାଉ, ମୋର ଘର ଯାଉ, କିଏ ଯାଉଛି ଯାଉ ପ୍ରଭୁ, ତୁମେ ଥାନ୍ତୁ। ଆପଣ ଥିବା ଦରକାର ପ୍ରଭୁ, এইটা ଥିବା ଦରକାର। ପ୍ରିୟ ଭାଇ ଭଉଣୀ ମାନେ, ମୋର ମିନିଷ୍ଟ୍ରି ଜର୍ଣ୍ଣିରେ, ମୋର ଖ୍ରୀଷ୍ଟିଆନ ଲାଇଫରେ ଗୁଡେଇ ଲୋକ ଆସିଲେ, ଗୁଡେଇ ଲୋକ ଗଲେ, ଗଲେ ଯିବା ଲୋକ ଗଲେ, କିନ୍ତୁ ପ୍ରଭୁ ଅଛନ୍ତି, ପ୍ରଭୁ ଅଛନ୍ତି ବୋଲି ମୁଁ ଅଛି। ଏବେ କୁହାଯାଉଛି, ଖୁଦା ମେହରବାନ ତ ଗଧା ପେଲବାନ ବୋଲା ଭଳିଆ। କୋଉ କାମରେ ନଥିଲୁ, କୋଉ କାମରେ ୟୁଜ ବି ନଥିଲୁ, ପରମେଶ୍ୱର କାଢିଲେ ସେଇ ଅଗାଡି ମଧ୍ୟରୁ।
ମାରିଲେ ଆଉ ବ୍ୟବହାର କରୁଛନ୍ତି, ଖତ ରାଶିରୁ ଉଠେଇଛନ୍ତି। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁଙ୍କ ନାମର ସ୍ତୁତି। ଆମର ପ୍ରଥମ ପିଢିର ଖ୍ରୀଷ୍ଟିଆନ, ଆମ ପରିବାରର ଯେଉଁମାନେ 150 ଇୟର୍ସ ପୂର୍ବରୁ ଯେଉଁମାନେ ପ୍ରଭୁଙ୍କୁ ଜାଣିଲେ, ସେମାନଙ୍କର ଗୀତ ଗୋଟେ ଥିଲା। ମତେ ସେ ଗୀତଟା ବହୁତ ଭଲ ଲାଗେ, ମାନେ ବହୁତ ଭଲ। ପ୍ରେମ ପାତ୍ର ନଥିଲେ କି ସ୍ୱର୍ଗରେ କେହି, ମତେ ଅନାଇଲେ ଯୀଶୁ ସୁଦୟା, କହ ମନ ଏକି ମହାଶ୍ଚର୍ଯ୍ୟ ନୁହଁ। ଖତ ରାଶିରେ ମୁଁ ଥିଲି ହୀନସ୍ତା ହୋଇ, ରାଜ ପଦେ ସଂସ୍ଥାପନ କଲେ ଯେ ସେହି, କହ ମନ ଏକି ମହାଶ୍ଚର୍ଯ୍ୟ ନୁହଁ। ଏଇଟା ସେମାନଙ୍କର ଗୋଟେ ଗୀତ ଥିଲା। ଆଗରୁ ପ୍ରଭୁଙ୍କ ଉପରେ ଏତେ ପ୍ରଭୁ ଆମେ କିଏ, ପ୍ରଭୁ ଆମେ କଣ, ପ୍ରଭୁ ଯେ ଆପଣ ଆମକୁ ଆମର ଗୁଡେଇ ଥିଲା, ଗୁଡେଇ ଚାଲିଗଲା ସେ। କିନ୍ତୁ ପ୍ରଭୁ ସେମାନଙ୍କ ପ୍ରାର୍ଥନା ହୁଏତ ଥିବ, ପ୍ରଭୁ ଆମର ପରିବାରରେ କିଏ ଜଣେ ଆପଣଙ୍କ ସେବା କରିବାର ଅଛି। କାରଣ ଆମର ପରିବାର, ଆମର ଜେଜେବାପା ମାନଙ୍କ ନାଁ ଗୁଡାକ ଅଛି କଣ, ପ୍ରଭୁ ଦାସ, ଯୀଶୁ ଦାସ, ଖ୍ରୀଷ୍ଟ ଦାସ, ଏମିତି ନାଁ ଗୁଡାକ ସବୁ ଥିଲା। ତ ସେ ଚାହୁଁଥିଲେ କି ଗୋଟେ ଦାସ ହବ ବୋଲି। ତ ମୁଁ ଆସିଲି ନିରଞ୍ଜନ ଦାସ, ଟାଇଟଲ ଦାସ ନୁହେଁ, କିନ୍ତୁ ପ୍ରଭୁଙ୍କ ଦାସ ପାଇଁ ନିରଞ୍ଜନ ଦାସ ବୋଲି ଲଗେଇ ଦଉଛି। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁଙ୍କର ନାମର ସ୍ତୁତି ହଉ ଯେ ବିଶ୍ୱାସ ଦ୍ୱାରା ଆମେ ପ୍ରଭୁଙ୍କୁ ସମ୍ମାନିତ କରିବା। ବାଇ ଫେଥ ପ୍ରଭୁ ଖୁସି ହେଇଯାନ୍ତି। ୱିଦାଉଟ୍ ଫେଥ वी कैनॉट प्लीज गॉड। प्रभु को संतुष्ट करबा पाए फेथ दरकार। दीटा विषय दरकार मन रखि थांतु। प्रभु को संतुष्ट करबा पाए फेथ दरकार, स्वर्ग को जीवा पाए पवित्रता दरकार। एवरी 12:14 आउ थरे पढि देबा। समस्त सहित शांति रे रहिबाकु चेष्टा कर, पुनि जेउ पवित्रता बिनु केही प्रभुଙ୍କ दर्शन पाइब नाही, सेथिर अनुसरण कर। कोन प्रिय भाई बहन माने, विश्वास अनुसरण करो। पवित्रता बिना, विश्वास बिना ताको संतुष्ट करि हबो नै, पवित्रता बिना स्वर्ग को जाई हबो। तो दुईटा बहुत इंपोर्टेंट मन रखिला। विश्वास द्वारा ही संतुष्ट करि हबो, पवित्रता द्वारा ही स्वर्ग को जाई हबो। ए दुईटा विषय मन रखिला। विश्वास जीवन ऊपर उड़ीबा समय, पक्षी भलिया उड़ी उड़ी जीवा समय गोटे आडे प्रभु को संतुष्ट करबा अछि, आ गोटे आडे विश्वास को रखबा अछि। किंतु मन रखि तांतो विश्वास परखा जाएगा, आनंद समझो, आनंद समझो। प्रिय भाई बहनी माने, प्रभु का नाम स्तुति हो। तो विश्वासटा केवल इंपोर्टेंट नुहे, प्रेशियस मध्य। आमर फेथटा अति जरूरी ताहा नुहे, अति बहुमूल्य मध्य। पढ़िबे से पद पुणी थरे, प्रथम पितर तार 1:7 पद। जेपरि अग्नि द्वारा परीक्षित क्षयणीय सुवर्ण अपेक्षा अधिक बहुमूल्य जे तुम्भमानकर परीक्षा सिद्ध विश्वास, ताहा यीशु ख्रीष्टଙ୍କ प्रकाशित हेबा समय प्रशंसा, गौरव और संभ्रमर कारण हेबो। परीक्षा सिद्ध विश्वास, परीक्षा सिद्ध विश्वास माने विश्वास अग्नि द्वारा परीक्षित क्षणीय सुवर्ण अपेक्षा बहुमूल्य। आमर फेथ ता प्रेशियस अटे, केवल इंपोर्टेंट नहे प्रिय भाई बहन माने, एटा प्रेशियस मध्य, प्रेशियस फेथ। प्रभु का नाम स्तुति हो। तो ए विश्वास को हमको रक्षा करबा अछि। पढिबे टिके प्रथम तिमोथी तार 1:19 पद। विश्वास और स्तुति विवेक धरि रख, ताहा परित्याग करिबारु केतेकंकर विश्वास रूप जहाज भग्न होई अछि। प्रिय भाई बहन माने, विश्वास और सूची विवेक ए दुईटा को धरि रख। विश्वास सहित सूची विवेक, खाली विश्वास थिले हेबो नै, तास तो सूची विवेक मते केते सुंदर लिखा जाछि। परित्याग करिबे नै, सावधान रहिबे जे विश्वास केबे त्याग करिबे। ये सुंदर कथा लिखा जाछि। विश्वास और सूची विवेक धरि रखो, ता परित्याग करो नै। ता परित्याग करिबारु केतेकंकर विश्वास रूप जहाज भग्न होई अछि। विश्वास रो जहाज कोन अछि, भांगी जाइछि, खाली बुड़ी नहीं, भांगी भी जाइछि। आज आपण टिके निज को देखत, विश्वास केमति अछि। आज आपण को जीवन दुख अछि, कष्ट अछि। गत काली मोर जने भौणी फोन करथिले, कहथिले भाई आज मोर स्वामी चली गले, आज तांकर जाई कि वर्ष है, टिके प्रार्थना करत। प्रार्थना कली,
मोर भौणीटा से मैं आपको कहीं कहूँ दुख अच्छी कष्ट अच्छी समस्या अच्छी अभाव अच्छी अनाटन अच्छी निंदा अच्छी अपमान अच्छी किंतु विश्वास जहाज जमी भांगब नहीं प्रार्थना करवा आज प्रभु मत अनुग्रह कर आगामी समय मोर विश्वास को गुड़े आड़ू कौन आसब जे प्रॉब्लम किंतु से विश्वास को धरी रखिबार अछि मैं आपनको कहूतली प्रिय भाई बहन माने पढ़िबे ठीक है एफिसियस 6 पर्व 16 पद एफिसियस 6 पर्व 16 पद संगे संगे जो द्वारा पापात्मार अग्निबाण सब निर्माण करने को समर्थ हुआ से विश्वास रूप ढाल धर ए जो पापात्मार अग्निबाण आसीबो ढाल दरकार से ढाल होची विश्वास प्रेज द लॉर्ड प्रिय भाई बहन माने फेथ एते इंपोर्टेंट है जब हमको बिलीवर बोली कहा जाए ना हमें फिलीवर नो बिलीवर हमें फीलिंग्स ऊपर बेस डिपेंड करना प्रिय भाई बहन माने फीलिंग्स में चेंज बट फैक्ट कैन नॉट चेंज फीलिंग्स में चेंज बट फेथ कैन नॉट चेंज फेथ ता बड़ी बड़ी जीवा दरकार फेथ ता रही जीवा दरकार आगो को मजबूत हेबा दरकार फीलिंग्स आज अछि काली की नथि आज भलो फीलिंग्स अछि काली भलो फीलिंग्स नथि सेटा हमको फिलीवर बोली कहा जाए नहीं हमको बिलीवर बोली कहा जाए प्रभु को नाम स्तुति हो प्रिय भाई बहन माने ए ढालो गोटे ढालो विश्वास ढालो ए ढालो को धरि कि रखंतु जते परीक्षा आसीबो प्रलोभन आसीबो दुख आसीबो कष्ट आसीबो निंदा आसीबो ताड़ना आसीबो आ शैतान आपनकर जीवन अटैक करबा समय ए विश्वास ही ढालो बोलिया काम करे प्रभु को नाम स्तुति हो प्रभु को नाम गौरव सर प्रेज द लॉर्ड हेलो सर गोटे पद पढ़िबा आगु पढ़िबा एवरी लूक तार 18 पर्व 8 पद लूक 18:8 मु तुम्भ माननको कहूछि से शीघ्र से माननको प्रति कृत अन्यायर प्रतिकार करिवे तथापि मनुष्य पुत्र आसी पृथ्वी रे कोन विश्वास देखिबे प्रिय भाई बहन माने प्रभु यीशु ख्रीस्तंकर आशीर्वाद बेल हला आ लेखा जाउछि से आसी कोन विश्वास देखिबे मनुष्य पुत्र आसी कौन विश्वास देखिबे से देखिबा पई चाहंती मंडली मध्यरे आपनक मध्यरे मो मध्यरे से विश्वास को से देखिबा पई चाहंती प्रिय भाई भनी माने प्रभु आज मन को अनुग्रह करंतु हमें प्रार्थना करिबा जे हम विश्वास रे आगु को बढ़ी पारी विश्वास पर उद्धार प्राप्त हेलु किंतु ए विश्वास हमको स्वर्ग पर्यंत नै जीवा अछि ए जहाज टळमल न प्रभु मान को प्रत्येक को अनुग्रह करंतु ए वाक्य सुनु सुनु आसु निजो कामे पुनि थर समर्पण करू आगामी समय केमिति थिबा हमें जानि ना दुख तो थिबो रोग थिबो अभाव थिबो परसिक्यूशन रही थिबो ताड़ना तो निश्चित रही थिबो प्रिय भाई बहन माने आगामी समय भारतर परिस्थिति नुह समुदाय विश्वर परिस्थिति अति भयंकर हो कारण भंड ख्रीष्ट आसीबा पूर्वरु मंडली मध्यरे गुडे समस्या सृष्टि करिवो विश्वासी मान हन्तसंत करिवो ताड़ना आसीबो परिवार मध्यरे आसीबो आगो जो भौणी माने कहउतिले मो स्वामी मते लो न देखिले रही पारु नांती एते प्रेम करूछथि एबे कहउतिले कोन बोली के मत अनैबा पई चाहू ना तुमार को अनाउ नांती काहे कि यीशु को विश्वास करिबा वो आ अनाउ नै सासु अनाउ नांती परिवार लोक अनाउ नांती केवल प्रभु को बिस्किछि कार अनिष्ट करि नांती कार क्षति करि नांती आपण यीशु को विश्वास करू विचलित होंतु आपण जहांको पे अपमानित होइछंती दिने से आपन को सम्मानित करिबो जहांको पे आज आपण लोक हसाइछंती से लोकन को सामने रे आपन को स्वीकार करिबो विश्वास को धरि रखंतु हरांतु नै विश्वास परीक्षा सिद्ध विश्वास एक क्षणीय सुवर्ण अपेक्षा परीक्षा सिद्ध जे तुम मानकर बहुमूल्य विश्वास प्रिय भाई भणी माने प्रभु मान को अनुग्रह करंतु ए दुर्दिन समय रे ए कष्टर समय रे ए पैंडेमिक समय रे हमने विश्वास स्थिर रहू प्रार्थना करबा समस्त चक्की बंद करबा